2026 ରେ ରୋଜ ରୋଜ ଶର୍ଟସ୍ ଡାଲିବା ଗ୍ରୋଥ ନୁହେଁ। ଏହା ଆପଣଙ୍କ ଚ୍ୟାନେଲକୁ ଧୀରେ ଧୀରେ ଶେଷ କରିବାର ସବୁଠୁ ତ୍ୱରିତ ଉପାୟ ହୋଇପାରେ। ଏହି ଲାଇନ୍ ଶୁଣି ଯଦି ଆପଣ ଅସୁବିଧା ଅନୁଭବ କଲେ, ତାହେଲେ ଭଲ କଥା, କାରଣ ଆଜିର ଏହି ଭିଡିଓ ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ। ଦେଖନ୍ତୁ, ଯଦି ଆପଣ ଜଣେ ଶର୍ଟସ୍ କ୍ରିଏଟର ଓ ଦିନକୁ 1, 2 କିମ୍ବା 3ଟି ଶର୍ଟସ୍ ଅପଲୋଡ କରୁଛନ୍ତି ଏହି ଭାବନାରେ ଯେ କିଛି ନା କିଛି ତ ଭାଇରାଲ ହେବେ, ତାହେଲେ ସତ କହୁଛି, ଆପଣ ଏକ ବଡ଼ ଭ୍ରମରେ ଅଛନ୍ତି। ଆପଣ ଟାଇମ୍ ଦେଉଛନ୍ତି, ରୋଜ କଣ୍ଟେଣ୍ଟ ବନାଉଛନ୍ତି, ରେଗୁଲାର ଅପଲୋଡ ମଧ୍ୟ କରୁଛନ୍ତି, କିନ୍ତୁ ରେଜଲ୍ଟ ଭ୍ୟୁଜ୍ ଆସୁନି। ଆସିଲେ ମଧ୍ୟ 2000, 5000, 10,000ରେ ଗିଏ ଅଟକି ଯାଉଛି। ପରେ ଆପଣ ଭାବୁଛନ୍ତି, ମୋ ଚ୍ୟାନେଲ ଫ୍ରିଜ୍ ହୋଇଗଲା କି? ଆଲଗୋରିଦିମ୍ ସପୋର୍ଟ କରୁନି କି? ସତ୍ୟ କଥା ହେଉଛି, ପ୍ରୋବ୍ଲେମ୍ ଆଲଗୋରିଦିମ୍ ନୁହେଁ, ପ୍ରୋବ୍ଲେମ୍ ହେଉଛି ଆପ୍ରୋଚ୍। ଏବଂ ଏଥିରେ ପୂରା ଦୋଷ ଆପଣଙ୍କର ମଧ୍ୟ ନୁହେଁ, କାରଣ ଆଜିକାଲି ପ୍ରାୟ ସମସ୍ତେ ଏହି ଆଡଭାଇସ୍ ଦେଉଛନ୍ତି। ଶର୍ଟସ୍ ଚ୍ୟାନେଲ ଗ୍ରୋ କରିବାକୁ ହେଲେ ରୋଜ 2ରୁ 3 ଶର୍ଟସ୍ ଡାଲ। କିନ୍ତୁ 2026ର ୟୁଟ୍ୟୁବ ପୂର୍ବବତୀ ନୁହେଁ। ଏବେ ପ୍ଲାଟଫର୍ମ କେବଳ ଏକ ଜିନିଷ ଦେଖେ, ଲୋକେ ଆପଣଙ୍କ ଭିଡିଓ ଉପରେ ରୁକୁଛନ୍ତି କି ନାକି ସ୍କ୍ରୋଲ କରି ଆଗକୁ ଚାଲି ଯାଉଛନ୍ତି। ଶର୍ଟସ୍ରେ ସବୁଠୁ ଇମ୍ପୋର୍ଟାଣ୍ଟ ମେଟ୍ରିକ୍ ହେଉଛି ଭ୍ୟୁଡ୍ ଭର୍ସେସ୍ ସ୍ୱାଇପ୍ଡ ଆୱେ ରେସିଓ। ଲଙ୍ଗ ଭିଡିଓରେ ଯେପରି CTR ଥାଏ, ଶର୍ଟସ୍ରେ ସେହିଭଳି ସ୍ୱାଇପ୍ଡ ରେସିଓ ହେଉଛି ମୁଖ୍ୟ ଗେମ୍। ୟୁଟ୍ୟୁବ ପ୍ରଥମେ ଆପଣଙ୍କ ଶର୍ଟସ୍କୁ କେବଳ କିଛି ଲୋକଙ୍କୁ ଦେଖାଏ, ଟେଷ୍ଟ ପାଇଁ। ଯଦି ସେମାନଙ୍କ ମଧ୍ୟରୁ ଅଧିକାଂଶ 3 ସେକେଣ୍ଡ ଭିତରେ ସ୍ୱାଇପ୍ କରିଦେଲେ, ଗେମ୍ ଓଭର, ସିଗ୍ନାଲ କ୍ଲିୟର, ଏହି କଣ୍ଟେଣ୍ଟ ଲୋକମାନେ ପସନ୍ଦ କରୁନି। ପରେ ଧୀରେ ଧୀରେ ଆପଣଙ୍କ ନୂଆ ଶର୍ଟସ୍ ମଧ୍ୟ ପୁଶ୍ ହେବା କମିଯାଏ। ଆପଣ କ୍ୱାଣ୍ଟିଟି ବଢ଼ାଉଛନ୍ତି, ପ୍ଲାଟଫର୍ମ ରିଚ୍ କମାଉଛି। ଡେଲି ଶର୍ଟସ୍ ଡାଲିବା ଏକ ଜିମ୍ ଭଳି। ରେଷ୍ଟ ବିନା ରୋଜ ହେଭିୱେଟ୍ ଉଠାଇଲେ ମସଲ ବନେନି, ଇଞ୍ଜୁରି ହୁଏ। ଏବେ ପ୍ରଶ୍ନ, ସଲ୍ୟୁସନ୍ କ'ଣ? ସିମ୍ପଲ, 3-ଡେ ରୁଲ୍। ଡେ 1 ସ୍କ୍ରିପ୍ଟ ଓନ୍ଲି, ହୁକ୍କୁ ପାୱାରଫୁଲ୍ କରନ୍ତୁ, ନିଜେ ପଢ଼ି ପଚାରନ୍ତୁ, ଏହା ମୋ ଭିଡିଓ ନ ଥାଆନ୍ତା ମୁଁ କି ପୁରା ଦେଖୁଥାନ୍ତି? ଯଦି ଆନ୍ସର ନୋ, ଅଡିଏନ୍ସ ମଧ୍ୟ ଦେଖିବେନି। ମନେ ରଖନ୍ତୁ, ଶର୍ଟସ୍ର ଗେମ୍ ପ୍ରଥମ 3 ସେକେଣ୍ଡରେ ଜିତାଯାଏ। ଡେ 2 ଭଏସ୍ ଆଣ୍ଡ ଏଡିଟିଂ, ଏଙ୍ଗେଜିଂ ଭଏସ୍, ଫାଷ୍ଟ କଟ୍ସ, ସ୍କ୍ରିନ୍ରେ ନିୟମିତ ଚେଞ୍ଜ, ଟେକ୍ସଟ, ସାଉଣ୍ଡ ଏଫେକ୍ଟସ୍, ଭିଜୁଆଲ ଭ୍ୟାରିଏସନ୍, ରିଟେନସନ୍ ଏହିଠାରେ ତିଆରି ହୁଏ। 60 ସେକେଣ୍ଡର ଷ୍ଟ୍ରଙ୍ଗ ଶର୍ଟସ୍ ପାଇଁ ପୂରା ଦିନ ଦେବା ନର୍ମାଲ। ଡେ 3 ଅପଲୋଡ ଆଣ୍ଡ ଆନାଲିସିସ୍, ପ୍ରପର ଏସିଓ କରନ୍ତୁ, ପରେ ଆନାଲିଟିକ୍ସ ଦେଖନ୍ତୁ। ଯଦି ସ୍ୱାଇପ୍ଡ ଆୱେ ରେଟ୍ 30%ରୁ ଅଧିକ, ଇମ୍ପ୍ରୁଭ କରିବା ଦରକାର। ଆଉ 2026ରେ ୟୁଟ୍ୟୁବ କଠିନ ନୁହେଁ, କେବଳ ଷ୍ଟ୍ରାଟେଜି ବଦଳିଛି। ଲୁଜର କ୍ୱାଣ୍ଟିଟି ପଛରେ ଧାଉଁଛନ୍ତି, ୱିନର କ୍ୱାଲିଟି ଉପରେ ଫୋକସ୍ କରନ୍ତି। ଏବେ ଏକ ପ୍ରଶ୍ନ, ଜଣେ କ୍ରିଏଟର ସପ୍ତାହକୁ 10ରୁ 15 ଶର୍ଟସ୍ ଡାଲୁଛନ୍ତି, ଆଭରେଜ ଭ୍ୟୁଜ୍ 20ରୁ 30K। ଅନ୍ୟ ଜଣେ କ୍ରିଏଟର ସପ୍ତାହକୁ 3ରୁ 4 ଶର୍ଟସ୍ ଡାଲୁଛନ୍ତି, ପ୍ରତିଟି 3ରୁ 5 ଲାଖ ଭ୍ୟୁଜ୍। ୱିନର କିଏ? ଆଜି ଡିସିଜନ୍ ନିଅନ୍ତୁ। ଲୋ ଏଫର୍ଟ ସ୍ପାମ୍ ନୁହେଁ, ହାଇ ଏଫର୍ଟ ସ୍ମାର୍ଟ କଣ୍ଟେଣ୍ଟ। ଏଗ୍ରି କରୁଛନ୍ତି କି? କମେଣ୍ଟ କରନ୍ତୁ। ଷ୍ଟପ୍ ସ୍ପାମିଂ, କିପ୍ ଗ୍ରୋଇଂ। ମିଳିବା ଆଗାମୀ ପାୱାରଫୁଲ୍ ଭିଡିଓରେ।